ओडिशार पूर्वतन मुख्यमंत्री तथा प्रवाद पुरुष विजु पट्टनायक 27तम तिरोधान दिवस छत्रपुरଠାରେ विजु जनता दल पक्षରୁ समारोहରେ पाଳିत ହୋଇଯାଇଛି। ଏହି ଅବସରରେ ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସମସ୍ତ ପ୍ରକାର ମନାନ୍ତର ଭୁଲି ଛାମୁଆ ନେତା, ଆଗଧାଡ଼ି ନେତା ଏବଂ ଜନପ୍ରତିନିଧିମାନେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ସହିତ ଚଳିତ ସାଧାରଣ ନିର୍ବାଚନରେ ଛତ୍ରପୁର ବିଧାନସଭା ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ବିପୁଳ ଭୋଟ୍ରେ ବିଜୟ କରିବା ନିମନ୍ତେ ସଂକଳ୍ପ ନେଇଛନ୍ତି। ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ଓ ଭାଇଚାରା ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହେବ, ସେଥିପାଇଁ ସମସ୍ତ ଦଳୀୟ ନେତୃମଣ୍ଡଳୀମାନେ ଆହ୍ୱାନ ଦେଇଛନ୍ତି। ପ୍ରାରମ୍ଭରେ ଛତ୍ରପୁର ବିଧାୟକ ସୁଭାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ଓ ବ୍ରଜନାରାୟଣ ପ୍ରସାଦ ଜେନା ଓ ସମସ୍ତ ନେତା ଏବଂ କର୍ମୀ ଉପସ୍ଥିତିରେ ସ୍ଥାନୀୟ ପିଲିବନ୍ଧ ପରିସରରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସ୍ଥାନୀୟ ଲୋୟର ବସ୍ଷ୍ଟାଣ୍ଡଠାରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ସମସ୍ତ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଂ ରୁମ୍ ପରିସରରେ ଛତ୍ରପୁର ବିଧାୟକ ସୁଭାଷ ଚନ୍ଦ୍ର ବେହେରା ସମସ୍ତଙ୍କୁ ସମୂହ ଶପଥପାଠ କରାଇଥିଲେ। ବିଧାୟକ ଶ୍ରୀ ବେହେରା ବିଜୁ ବାବୁଙ୍କ ଜୀବନୀ ଓ ସେ କରିଥିବା ସାହସିକତା ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷ ଜି ପାପାରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ରଜନାରାୟଣ ପ୍ରସାଦ ଜେନା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଏସ୍ ଶାରଦା ରେଡ୍ଡି, ଛତ୍ରପୁର ନଗର ସଭାପତି ବି ରାଜୁବାବୁ, ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାସ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ପ୍ରତିଷ୍ଠାତା ସଦସ୍ୟ ବାନାମ୍ବର ପଲାଇ ଓ ବଟକୃଷ୍ଣ ପଣ୍ଡା, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ୍ ଚକ୍ରପାଣୀ ରେଡ୍ଡି, ଯୁବନେତା ଜ୍ୟୋତିରଞ୍ଜନ ସାହୁ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଗଞ୍ଜାମ ଏନ୍ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ଯୁବନେତା ବିମଳ କୁମାର ପଣ୍ଡା ଓ ସୁଧୀର କୁମାର ପାଢ଼ୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ରେଡ୍ଡି, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନ୍ମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନଗର ସଭାପତି ଟି ଚନ୍ଦ୍ରଶେଖର ରାଓଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ଛତ୍ରପୁରରୁ ସରୋଜ ସାମଲଙ୍କ ରିପୋର୍ଟ, IYA ନ୍ୟୁଜ୍।